ତିଥି ଅନୁସାରେ ନିଷେଧ ବିଷୟ, ଯଥା ତିଥି ଅନୁସାରେ କେଉଁ ଦିଗକୁ ଯାତ୍ରା ନିଷେଧ। ପ୍ରତିପଦାରେ ପୂର୍ବ ଦିଗକୁ ଯାତ୍ରା କରିବେ ନାହିଁ। ଦ୍ୱିତୀୟା ତିଥିରେ ଉତ୍ତର ଦିଗକୁ ଯାତ୍ରା କରିବେ ନାହିଁ। ତୃତୀୟା ତିଥିରେ ଅଗ୍ନିକୋଣକୁ ଯାତ୍ରା କରିବେ ନାହିଁ। ଚତୁର୍ଥୀ ତିଥିରେ ନୈಋତ କୋଣକୁ ଯାତ୍ରା କରିବେ ନାହିଁ। ପଞ୍ଚମୀ ତିଥିରେ ଦକ୍ଷିଣ ଦିଗକୁ ଯାତ୍ରା କରିବେ ନାହିଁ। ଷଷ୍ଠୀ ତିଥିରେ ପଶ୍ଚିମ ଦିଗକୁ ଯାତ୍ରା କରିବେ ନାହିଁ। ସପ୍ତମୀ ତିଥିରେ ବାୟୁକୋଣକୁ ଯାତ୍ରା କରିବା ନିଷେଧ। ଅଷ୍ଟମୀ ତିଥିରେ ଈଶାନ୍ୟ କୋଣକୁ ଯାତ୍ରା କରିବା ନିଷେଧ। ନବମୀ ତିଥିରେ ପୂର୍ବ ଦିଗକୁ ଯାତ୍ରା କରିବା ନିଷେଧ। ଦଶମୀ ତିଥିରେ ଉତ୍ତର ଦିଗକୁ ଯାତ୍ରା କରିବା ନିଷେଧ। ଏକାଦଶୀ ତିଥିରେ ଅଗ୍ନିକୋଣକୁ ଯାତ୍ରା କରିବା ନିଷେଧ। ଦ୍ୱାଦଶୀ ତିଥିରେ ନୈଋତ କୋଣକୁ ଯାତ୍ରା କରିବା ନିଷେଧ। ତ୍ରୟୋଦଶୀ ତିଥିରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ନିଷେଧ। ଚତୁର୍ଦ୍ଦଶୀ ତିଥିରେ ପଶ୍ଚିମ ଦିଗକୁ ଯାତ୍ରା କରିବା ନିଷେଧ। ଅମାବାସ୍ୟା ତିଥିରେ ଈଶାନ୍ୟ କୋଣକୁ ଯାତ୍ରା କରିବା ନିଷେଧ। ପୂର୍ଣ୍ଣିମା ତିଥିରେ ବାୟୁକୋଣକୁ ଯାତ୍ରା କରିବା ନିଷେଧ। ଏବେ ଆସନ୍ତୁ ଜାଣିବା ତିଥି ଅନୁସାରେ କେଉଁ ଖାଦ୍ୟ ଦ୍ରବ୍ୟ ଭକ୍ଷଣ ନିଷେଧ। ପ୍ରତିପଦାରେ କଖାରୁ ଓ ତରଭୁଜ ଖାଇବେ ନାହିଁ। ଦ୍ୱିତୀୟା ତିଥିରେ କଦଳୀ ଓ ମିଠା ଖାଇବେ ନାହିଁ। ତୃତୀୟା ତିଥିରେ ପୋଟଳ ଓ ଜହ୍ନି ଖାଇବେ ନାହିଁ। ଚତୁର୍ଥୀ ତିଥିରେ ମୂଳା ଓ ଗାଜର ଖାଇବେ ନାହିଁ। ପଞ୍ଚମୀ ତିଥିରେ ବେଲ ଓ ପିଜୁଳି ଖାଇବେ ନାହିଁ। ଷଷ୍ଠୀ ତିଥିରେ କଲରା ଓ ନିମ ଖାଇବେ ନାହିଁ। ସପ୍ତମୀ ତିଥିରେ ତାଳ ଓ ନଡ଼ିଆ ଖାଇବେ ନାହିଁ। ଅଷ୍ଟମୀ ତିଥିରେ ନଡ଼ିଆ ମାଛ ଖାଇବେ ନାହିଁ। ନବମୀ ତିଥିରେ ଲାଉ ଓ କଖାରୁ ଖାଇବେ ନାହିଁ। ଦଶମୀ ତିଥିରେ ଶାଗ ଓ ମାଛ ଖାଇବେ ନାହିଁ। ଏକାଦଶୀ ତିଥିରେ ଆମିଷ ଓ ଚଣା ଖାଇବେ ନାହିଁ। ଦ୍ୱାଦଶୀ ତିଥିରେ ପୋଇ ଓ ମସୁର ଖାଇବେ ନାହିଁ। ତ୍ରୟୋଦଶୀ ତିଥିରେ ବାଇଗଣ ଓ ଆମ୍ବ ଖାଇବେ ନାହିଁ। ଚତୁର୍ଦ୍ଦଶୀ ତିଥିରେ ବିରି ଓ ମୁଗ ଖାଇବେ ନାହିଁ। ଅମାବାସ୍ୟା ତିଥିରେ ଆମିଷ ଓ ରସୁଣ ଖାଇବେ ନାହିଁ। ପୂର୍ଣ୍ଣମୀ ତିଥିରେ ମାଛ ଓ ଡାଲି ଖାଇବେ ନାହିଁ। ଏଇ ତିଥିମାନଙ୍କରେ ଏଇ ଖାଦ୍ୟ ଖାଇବା ପାଇଁ ଶାସ୍ତ୍ରରେ ନିଷେଧ ଅଛି। ଆମେ ଅମାନ୍ୟ କରି ଖାଇଲେ ବିଭିନ୍ନ ରୋଗ ଶୋକ ଶାରୀରିକ ସ୍ୱାସ୍ଥ୍ୟଗତ ସମ୍ବନ୍ଧୀୟ ଅନେକ ଦୁଷ୍ପରିଣାମ ଦେଖିବାକୁ ମିଳେ। ଜୟ ଜଗନ୍ନାଥ।